3 दिन ପରେ ଆଜି ଟିକେ ଖରା ହେଇଛି। ଖରା ମାନେ ସେତେ ଟାଣ ଖରା ନୁହଁ, ହାଲକା ହାଲକା ଖରା, ପବନ ବି ହଉଛି, ଭଲ ବି ଲାଗୁଛି ଟିକେ। 3 ଦିନ ପରେ ଖରାକୁ ଦେଖିକି ମନରେ ଗୋଟେ ନୂଆ ଆଶା ଆସିଛି, ମୋ ସାର୍ଟ ପ୍ୟାଣ୍ଟ ଗୁଡ଼ା ସବୁ ଶୁଖିଯିବ ବୋଲି। ତ ହ୍ୟାଲୋ ସାଙ୍ଗମାନେ, ନମସ୍କାର, ଜୟ ଜଗନ୍ନାଥ, ୱେଲକମ୍ ବ୍ୟାକ୍ ଟୁ ମାଇ ଚ୍ୟାନେଲ୍ ଡେ ଟୁ ନାଇଟ୍ ରୁଟିନ୍। ଆଜି ଆପଣମାନେ କେମିତି ଅଛନ୍ତି? ମୁଁ ତ ବହୁତ ଭଲରେ ଅଛି। ଆଉ ଆଜି ମୁଁ କ'ଣ କରୁଛି ଦିନ ସାରା ତ ନୁହଁ, ଦ୍ୱିପହର ପର୍ଯ୍ୟନ୍ତ ଆପଣଙ୍କୁ ସମସ୍ତଙ୍କୁ ଦେଖେଇବି। ଆଉ ଭିଡ଼ିଓର ଲାଷ୍ଟ ପର୍ଯ୍ୟନ୍ତ ରୁହନ୍ତୁ, କ'ଣ ସବୁ କରୁଛି ଆପଣ ଦେଖିବେ। ଆଉ ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ ଟିକେ କରିବେ, ଆଉ ଚ୍ୟାନେଲକୁ ଗ୍ରୋ କରିବା ପାଇଁ ସାହାଯ୍ୟ କରିବେ। ପ୍ରଥମେ ଭାବୁଥିଲି ଚା ଟିକେ ପିଇବି, ବଟ୍ ନାଇଁ, ମୁଁ ଯାଉଛି ଏବେ ଗାଧେଇ ଆସିବି। ଆଉ ସକାଳେ ସବୁ ସାର୍ଟ ପ୍ୟାଣ୍ଟ ସବୁ ସଫା କରିକି ଫାଷ୍ଟ ଶୁଖେଇ ଦେଇଥିଲି, କାରଣ ଖରା ଥିଲା ନା, ତ କାଳେ ଖରା ପଳେଇବ, ବର୍ଷା ହେବ, ସେଥିଲାଗି। ତ ଚାଲନ୍ତୁ ଏବେ ରେଡ଼ି ହେଇ ଆସିବା, ତାପରେ କଥା ହେବା। ତ ସାଙ୍ଗମାନେ ଦେଖିପାରୁଥିବେ ମୁଁ ଏଠି ରେଡ଼ି ହେଇକି ଆସିଲାଣି ହେରି। ଆଉ ଏବେ ଚାଲନ୍ତୁ ଆମେ ଆମ ନିତ୍ୟକର୍ମ ପ୍ରଥମେ ସାରିବା, ଠାକୁର ପୂଜା କରିବା। ଚାଲନ୍ତୁ ଠାକୁର ପୂଜା କରିକି ଏଠି ଭଲସେ ଠାକୁରଙ୍କୁ ସଜେଇ ଦେଇଛି। ଆପଣମାନେ ତ ସମସ୍ତେ ଦେଖିପାରୁଥିବେ ମୁଁ ଠାକୁରଙ୍କୁ କେତେ ଭଲସେ ସଜେଇଛି। ଆଉ କେମିତି ଲାଗୁଛି କ'ଣ ମୋତେ କମେଣ୍ଟ ବକ୍ସରେ ନିଶ୍ଚିନ୍ତ କହିବେ। ଆଉ ଜଳଖିଆରେ ଉପମା ଟିକେ ବନେଇ ଦେଇଥିଲି, ପୁଅ ଦେଇଥିଲି ଖାଇବା ପାଇଁ, ସେ ଖାଇକିରି ଏତିକି ମାତ୍ର ଛାଡ଼ିଛି। ଆଉ ତାକୁ ମୁଁ କ'ଣ କରିବି, ଅନ୍ନର ଅପମାନ କରିବାର ନାହିଁ, ତାକୁ ମୁଁ ଖାଇଦେବି। ଆଉ ଏବେ ଚାଲନ୍ତୁ ରୋଷେଇ ଘରକୁ ଯିବା। ରୋଷେଇ ଘରକୁ ଯାଇକି ଦେଖିଲା ବେଳକୁ କଦଳୀ ଥିଲା, ତ କଦଳୀ ଆଳୁକୁ ଆଣିଲେ ତାକୁ ଭାଜିବି ଟିକେ। ତାପରେ ଆଜି ଯେହେତୁ ମଙ୍ଗଳବାର ଅଛି, ତ ଡାଲି କରିବି, ସାଧା ଡାଲି କରିବି। ଡାଲି ଗୋଟେ ନୂଆ ଉପାୟରେ କରିବି, ଭୃଷଙ୍ଗ ପତ୍ର ପକେଇକି, ସେଟାକୁ ଆପଣମାନଙ୍କୁ ଦେଖାଉଛି, ରୁହନ୍ତୁ। ଭାତ ବସେଇ ସାରିଛି, ଭାତ ବି ଫୁଟିଲାଣି। ଏପଟେ ଦେଖନ୍ତୁ ମୁଁ ଡାଲି ପାଇଁ ପ୍ରେସର କୁକର ଏଠି ଗରମ କରିଦେଇଛି। ସୋରିଷ ତେଲ ଏଠି 1 ଚାମଚରୁ 2 ଚାମଚ ପକାଇଦେବା। କଞ୍ଚା ଲଙ୍କା କାଟିକି ରଖିଥିବା ପକାଇଦେବା। ମୋ ପାଖରେ ଅଳ୍ପ ଥିଲା ତ 2ଟା ମାତ୍ର ପକାଇଛି। ଆପଣ ପାଖେ ବେଶୀ ଥିଲେ ବେଶୀ ପକାଇ ପାରିବେ। ଶୁଖିଲା ଲଙ୍କା ଯଦି ୟୁଜ୍ କରୁଥିବେ ତ ଶୁଖିଲା ଲଙ୍କା ପକାଇବେ, କିଛି କଥା ନାହିଁ। ତାପରେ ଅଦା ରସୁଣ କହୁଛି, ଜିରା ସୋରିଷ ଟିକେ ଆଡ଼୍ କରିବେ, କିମ୍ବା ପଞ୍ଚଫୁଟଣ ଆଡ଼୍ କରିବେ, ପିଆଜ ଟିକେ ଆଡ଼୍ କରିବେ। ପିଆଜକୁ ଟିକେ ଭଲସେ ଭାଜି ଦେଇକରି ଢେର ସାରା ଭୃଷଙ୍ଗ ପତ୍ର ଆଡ଼୍ କରିବେ। ଭୃଷଙ୍ଗ ପତ୍ରର ଭଲ ବାସ୍ନା ଆସେ, ସାଉଥ୍ ଇଣ୍ଡିଆନ୍ କରି ଟାଇପ୍ର ଲାଗେ। ଆଉ ସାଉଥ୍ ଇଣ୍ଡିଆନ୍ ସାମ୍ବର ଟାଇପ୍ର ତାର ବାସ୍ନାଟା ହୁଏ ଡାଲିଟା, ବଟ୍ ଭଲ ଲାଗେ। ଗରମ ଗରମ ଭାତରେ ଡାଲି ଖାଇବାକୁ ବହୁତ ଭଲ ଲାଗେ। ତାପରେ ଆପଣ ଧୋଇକି ରଖିଥିବା ଡାଲିକୁ ଆଡ଼୍ କରିଦେବେ। ଆଡ଼୍ କରିକି ତାକୁ ଗୋଳେଇକିରି ସେଥିରେ ଆବଶ୍ୟକ ମୁତାବକ ପାଣି ଦେଇକି ଲୁଣ ହଳଦୀ ଦେଇକି 3ରୁ 4ଟା ସିଟି ମିଡ଼ିୟମ୍ ଫ୍ଲେମ୍ରେ ପ୍ରେସର କୁକରରେ ମାରିଦେବେ। ତ ତାପରେ ରେଡ଼ି ହେଇଯିବ ଆପଣଙ୍କର ଗରମା ଗରମ ଡାଲି। ଆଉ କୌଣସି କଥା କହିବାନି। ଏବେ ଡାଲି ଏଠି ପୁରା ବସେଇ ଦେଉଛି। ତାପରେ ତା ଭିତରେ ମୁଁ କଦଳୀ ଆଳୁକୁ କାଟିକି ରେଡ଼ି କରିଦେବି ଭାଜିବା ପାଇଁକା। ସେପଟେ ଭାତ ଅଲରେଡ଼ି ହେଇଗଲାଣି, ତାକୁ ମଧ୍ୟ ଗାଳିବା। ତ ଦେଖିବା ଆଗକୁ, ଆପଣ ରୁହନ୍ତୁ, ଭିଡ଼ିଓରେ ଦେଖନ୍ତୁ କ'ଣ କେମିତି ଭିଡ଼ିଓ ଆପଣଙ୍କୁ ଲାଗୁଛି, ମୋତେ କମେଣ୍ଟ କରି ନିଶ୍ଚୟ କୁହନ୍ତୁ। କଦଳୀ ଆଳୁକୁ ଭଲସେ କାଟି ଦେଇଛି। କଦଳୀରେ ଆପଣ ଭାବୁଥିବେ ଚୋପା ଲଗା କଦଳୀ କ'ଣ ପାଇଁ ଏମିତି କାଟିଛି, କାରଣ ଏଇଟା ବହୁତ କଷି କଦଳୀଟା, ତ ଏତେ ଚୋପା ଆଦୌ ସେଥିରୁ ଛାଡ଼ୁନଥିଲା। ମୁଁ ତଥାପି ତାର ଚୋପା ଛଡ଼େଇକିରି ଆଉ ଟିକେ ଟିକେ ରହିଯାଇଛି। ଭଲ ବି ଲାଗିବ, ଯେହେତୁ କଷି କଦଳୀ କଷା ଲାଗିବନି, ବଢ଼ିଆ ଲାଗିବ। କଷି କଦଳୀକି ଆପଣ ଚାହିଁଲେ ବେସର ଦେଇକି ମଧ୍ୟ ଭାଜିପାରିବେ। ବେସର ମୋ ହଜବେଣ୍ଡ ଖାଇବାକୁ ଟିକେ ବେଶୀ ପସନ୍ଦ କରନ୍ତିନି, ତାଙ୍କର ସେଇଟା ବେସର ତାଙ୍କୁ ଗ୍ୟାସ୍ କରାଏ। ତ ମୁଁ ଏଠି ସାଧାରେ ଭାଜି ଦେଉଛି, ତାଙ୍କୁ କଦଳୀ ଭଜା ସାଧାରେ ବହୁତ ପସନ୍ଦ। ତ ସାଧାରେ ଏଠି ଯେମିତି ପିଆଜ ଆଉ ଜିରା ସୋରିଷ ପକାଇ ଭାଜିବା କଥା ସେମିତି ଭାଜି ଦେଉଛି। ତାକୁ କଦଳୀ ଭଜାକୁ ରେଡ଼ି କରିସାରିକି ଆଉ ଆପଣମାନଙ୍କୁ ଦେଖାଉଛି ଘରେ ମୋ ପୁଅ କ'ଣ କରୁଛି। ତାର ଆଜି ମଧ୍ୟ ଗୋଟେ ବଢ଼ିଆ ଜିନିଷ, କ୍ୟୁଟ୍ ଜିନିଷଟା ଆପଣଙ୍କୁ ଦେଖେଇବି। ସେ ଆଣିଛି ଅନଲାଇନ୍ରୁ, ନିଜେ ମଗେଇଥିଲା। ଆପଣମାନେ ଭିଡ଼ିଓର ଲାଷ୍ଟ ପର୍ଯ୍ୟନ୍ତ ରୁହନ୍ତୁ ଆଉ ଦେଖନ୍ତୁ। କଦଳୀ ଆଳୁକୁ ଏଠି ତେଲ ପକାଇକି, ଫୁଟଣ ପକାଇକି, ପିଆଜ ପକାଇକି, ସବୁ ପକାଇକି, ଲୁଣ ହଳଦୀ ପକାଇ ତାକୁ ଭଲସେ ଏପଟ ସେପଟ କରିକି ତାକୁ ଘୋଡ଼େଇକିରି ଲୋ ଫ୍ଲେମ୍ରେ 10 ମିନିଟ୍ ପାଇଁ ଛାଡ଼ିଦେବା, କଦଳୀ ଆଳୁ ସିଝିବା ଯାଏଁ। ତା ଚାଲନ୍ତୁ ଦେଖିବେ ପୁଅ ମୋର କ'ଣ କରୁଛି। ଏଠି ଦେଖନ୍ତୁ, ମୁଁ ଆସିଲା ବେଳକୁ ରୁମ୍କୁ ପୁଅ ଆମର ଏଠି ନଟିଆ କମେଡ଼ି ଦେଖୁଛି। ଆଉ ନଟିଆ କମେଡ଼ି ତ ଛୋଟଠୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ ପସନ୍ଦ, ମୋତେ ବି ବହୁତ ପସନ୍ଦ। ଇଭେନ୍ ମୁଁ ଖାଇଲା ବେଳେ ବି ନଟିଆ କମେଡ଼ି ଲଗେଇକି ଦେଖିକି ଖାଏ। ଆଉ ତାକୁ କ'ଣ କହିବି। ତାପରେ ଭଜା ଟିକେ ଚାଲନ୍ତୁ ଦେଖି ଆସିବା, ଭଜାର କ'ଣ କେମିତି ପରିସ୍ଥିତି ଅଛି। ଭଜା ତ ଏବେ ଦେଖନ୍ତୁ ହେଇ ଆସିଲାଣି, ପ୍ରାୟ 50% ସିଝି ବି ଗଲାଣି, କିନ୍ତୁ ପୋଡ଼ ଟିକେ ଆଉ ଟିକେ ତାକୁ କରିଦେବା। ଯଦି ଆପଣ ବେଶୀ ତେଲ ୟୁଜ୍ କରୁଥିବେ ତ ଆଉ 1 ଚାମଚ ତେଲ ଏଠି ବୁଲେଇ ପାରିବେ। ମୁଁ ସେମିତି ଘୋଡ଼େଇକି ପୋଡ଼ କରି ଭାଜିଦେବି। ଆଉ ବାକି ମୁଁ ପଖାଳ ଖାଇବି, ଆଉ ମୋ ପୁଅ ମୋ ହଜବେଣ୍ଡ ଗରମ ଭାତ ଖାଇବେ। ଡାଲି, ଭାତ, ଆଳୁ ମଧ୍ୟ ଭାତରେ ପକାଇ ଦେଇଛି। ତାକୁ ଭର୍ତ୍ତା କରିଦେବା କିମ୍ବା ସାଧାରେ ଚକଟି ଦେବା, ଚଟଣି କରିଦେବା। ଆଳୁ, ଡାଲି, ଭାତ, ଆଳୁ ଚକଟା ଆଉ ଭଜା ଖାଇବେ, ଆଉ କ'ଣ। ଏବେ ଚାଲନ୍ତୁ, ଭାତ ହେଇଗଲାଣି, ଭାତରୁ ଆଳୁ ସବୁ କାଢ଼ିଦେଲି। ଭାତ ହେଇଗଲାଣି, ଭାତକୁ ଆମେ ଗାଳି ଦେବା।
जेहेतु स्लैब छोटे तो मोर तो मु एमती ही भात को गाड़ी दिए एमती हांडी को एमती टेकिकी भात को गाड़ी दिए भात को गाड़ी सारा पर किसी समय टैप्र पानी चलाई दिए कारण जेहेतु गरम थाए ना तो पाइप गुड़ा सिंक कर जाए तो ये मोर भात गला पूरा रेडी होगा भात रेडी ए चलतु प्लेटिंग करवा प्लेटिंग रे आज अच्छी गरम भात लंच प्लेट अच्छी गरम भात डाली भजा आउ आलू चकटा आउ टिके पियाज कौन केमती लगे सादा सीधा लंच प्लेटा आप मत कमेंट बॉक्स करी कमेंट रे निश्चिंत को जनइबे आउ आसतु चलतु कौन सांग मैंने शुणिले तो ये कंडीटा मो पुअर से ऑनलाइन मगे यहाँ क्यूट है कि नहीं आपण मैंने निश्चिंत कहे आउ कि कहतु से या सांगे डेली खेले आउ एटा को से बहुत भल पाए मध्य आ कौन एबे मु ब्लॉग शेष करुँची आपण मानू कौन केमती लगिला मते कमेंट रे निश्चय जनइबे आ मो चैनल को सपोर्ट करिवे लाइक शेयर सब्सक्राइब करिवे आ रहूची जय जगन्नाथ समस्ते भले रुहंतु खुशी रुहंतु आनंद रे रुहंतु भल खातु पीयंतु बुलंतु लाइफ एंजॉय करंतु आ मो वीडियो देखुथांतु वीडियो को भल पाथंतु आ गोटे सब्सक्राइब निश्चय करके जानतु।